ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯେଉଁ ପଞ୍ଜର ଖଣ୍ଡିକ ନେଲେ ତ ଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ, ଏହାର ନାମ ନାରୀ, ଯେହେତୁ ନର ଠାରୁ ନିତା ହୋଇଛି। ମୋର ଆଲୋଚନାର ବିଷୟ ହେଉଛି ଏ ମୋର ଅସ୍ଥିର ଅସ୍ଥି ଓ ମାଂସର ମାଂସ। ସାଉଣ୍ଡ ଟିକେ କ୍ଲିୟର ରହିବାର ଅଛି, ମୋତେ ଯେମିତିକି ପାଟି ଜାକିବାକୁ ପଡ଼ିବନି, ନିହାତି ରହିବାର ଅଛି। ଓଟ ଜାକିବା ବହୁତ ଅନୁଚିତ ମାଉଥ ଉପରେ। ଆସନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, କୋଉ ଉଦ୍ଦେଶ୍ୟରେ ଆଦମ କହିଲେ ଏ ମୋର ଅସ୍ଥିର ଅସ୍ଥି ମାଂସର ମାଂସ? ଏହା ପ୍ରକୃତ ଭାବରେ ଆଦମଙ୍କର ଅସ୍ଥିରୁ ମାଂସରୁ ତିଆରି, କିନ୍ତୁ ମାଂସ ନେଲେ ବୋଲି ଲେଖା ହେଇଛି କି? ଲେଖା ହେଇନି, କିନ୍ତୁ ସେ କହୁଛନ୍ତି ମାଂସର ମାଂସ। ମାନେ କଥାଟାକୁ ଗଭୀର କରିବା ପାଇଁ ମୁଁ ଧାରଣାରେ ଆଗକୁ ଯାଉଛି। ଆପଣ ପଞ୍ଜରା ହାଡ଼ ନେଇ ତାହା ମାଂସରେ ପୂର୍ଣ୍ଣ କଲେ। ଏହା ଆଉ ଗୋଟେ ମାଂସ, ଯେ କୋଉ ମାଂସରେ ପୂର୍ଣ୍ଣ କଲେ। ଏହା ଆଉ ଗୋଟେ ଅର୍ଥର ମାଂସ, କୋଉ ମାଂସ ନାରୀ ହେଲା। ମୁଁ କହୁନି, ଆପଣଙ୍କର ଯଦି ବାଇବଲ ପ୍ରେମୀ, ବାଇବଲର ଅନୁସନ୍ଧାନ କରିବାରେ ଅଛନ୍ତି, ଏ ମାଂସକୁ ଅନୁସନ୍ଧାନ କରନ୍ତୁ ଆଉ ଭାବ ବାହାର କରନ୍ତୁ। କାରଣ ଯୁଗ ଯୁଗ ହେଲା এইটা কেবল পড়া যাଉଛି, চিন্তারে কি বিবাহরে পড়া যাই, অন্য কামরে আমি পড়ে যাচ্ছি, পড়ুଛୁ, କିଛି ବ୍ୟାଖ୍ୟା ୟା ଉପରେ କରିପାରି ନାହୁଁ। ତେବେ କେତେବେଳେ ଏସବୁ ହେବ, ବ୍ୟାଖ୍ୟା ହେବ, ଚିନ୍ତା କରନ୍ତୁ। ଏମିତି ରହିଲା। ଯେମିତିକି ବଡ଼ ଦିନର କେତେକ ଅଂଶ ପଢୁଛୁ, ପଢିବା ଗୋଟେ ପ୍ରକାର, ପ୍ରଚାର କରିବା ଅଲଗା ପ୍ରକାର। ପୁନରୁତ୍ଥାନରେ ପଢିବା ଗୋଟେ ପ୍ରକାର, ପ୍ରଚାର କରିବା ଅଲଗା ପ୍ରକାର ହଉଛି। ପଢିବା ଗୋଟେ ପ୍ରକାର ମାନେ ଯୀଶୁ କହିଲେ ଜୁନସ ଯେପରି 3 ଦିନ 3 ରାତ୍ରି ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟ ପୁତ୍ର ସେହିପରି 3 ଦିନ 3 ରାତ୍ରି ଭୂଗର୍ଭରେ ଥିଲେ। ଏହା ବ୍ୟାଖ୍ୟା ଆମେ କରିପାରୁ ନା, ପଢୁଛୁ ମାତ୍ର। ଭୁଲ ନାହିଁ ଯେ ଆମେ ଆଗକୁ ଯିବା, କେବେ ଯିବା? ସେଇଭଳି ଦୁଇଟା ମାଂସକୁ ମୁଁ ଆଲୋଚନା କରୁନାହିଁ, କିନ୍ତୁ ସେ କହିଲେ ଏ ମୋର ଅସ୍ଥିର ଅସ୍ଥି ମାଂସର ମାଂସ। ପ୍ରିୟ ଭାଇ ଭଉଣୀ ମାନେ, ଏ ଦୁଇ ପ୍ରକାର କଥାକୁ ଗୋଟିଏ ପ୍ରକାର ଭାବରେ ଗୋଟେ ଦିଟା ପଦ ଦେଲା ପରେ ଅସ୍ଥି ଉପରେ, ମାଂସ ଉପରେ ଅଲଗା ଅଲଗା ଅଳ୍ପ ଅଳ୍ପ କିଛି କଥା କହିବାକୁ ମୁଁ ଚାହୁଁଛି। ପ୍ରଥମେ ପଢନ୍ତୁ ଆଦି ପୁସ୍ତକ 29:14। ଲାବନଙ୍କର ପରିବାର ଯାକୋବଙ୍କର କଥା ଶୁଣିଲା ମାତ୍ରକେ କହୁଛନ୍ତି କଣ? ଲାବନ ଯାକୋବ କହିଲା, ତୁମେ ଆମର ନିତାନ୍ତ ଅସ୍ଥି ଓ ମାଂସ। এটা স্বামী স্ত্রী উপরে নহে, আর অর্থ হচ্ছে কুটুম্ব। ভাল ভাবে শুনুন, কুটুম্ব উপরে। পুଣି আদি 37:27 পদর শুଣନ୍ତୁ, সেই শব্দটি ଆଉ କୋଉ ଉଦ୍ଦେଶ୍ୟରେ କୁହାଯାଉଛି? ଭାଇ ମାନେ ଯୋସେଫଙ୍କ ବିଷୟରେ କହିଲେ ଆମର ହସ୍ତ ତା ପ୍ରତିକୂଳରେ ନ ଉଠୁ। ଏହା ହଉଛି ଭାତୃଭାବ, ପରିବାର କୁଟୁମ୍ବର ଭାବର ଅର୍ଥ ଅସ୍ଥି ମାଂସରେ ଯୋଗ ଅଛି। ପ୍ରିୟ ଭାଇ ଭଉଣୀ ମାନେ,
ତା ଦ୍ୱିତୀୟ କଥା ହଉଛି ଭାତୃଭାବ। ତୃତୀୟ କଥା ଶୁଣନ୍ତୁ, ପ୍ରଥମ ବଂଶାବଳୀ 11 ପର୍ବର 1। ଜୟ ପ୍ରଭୁ। ସମୁଦାୟ ଇସ୍ରାଏଲ ହିବ୍ରୋନରେ ଦାଉଦଙ୍କ କତିକି ଆସିଲେ, କହିଲେ ଆମେ ତୁମର ଗୋଷ୍ଠୀ। ଏଥିରେ ଭାତୃଭାବ, ଗୋଷ୍ଠୀ ଭାବ, ବନ୍ଧୁ ପରିବାର ଭାବ, ତିନିଟି କଥା ଅଛି। ମୋର ଅସ୍ଥିର ଅସ୍ଥି, ମାଂସର ମାଂସ। ପ୍ରିୟ ଭାଇ ଭଉଣୀ ମାନେ, ମାଂସକୁ ପ୍ରଥମେ 2 ମିନିଟ କହିବାକୁ ଚାହୁଁଛି ଯେ ମାଂସର ଗୁରୁତ୍ୱ ଭାବ ପରମେଶ୍ୱରଙ୍କ ଲୋକମାନଙ୍କର ମାଂସର ଗୁରୁତ୍ୱ ଭାବ କଣ? ପରମେଶ୍ୱର କି ହିସାବରେ ରକ୍ତ ମାଂସର ଶରୀର କରି ନିର୍ମାଣ କଲେ? ତାହା କେବଳ ଏମିତି ସେମିତି ଧୂଳି ହେବା ପାଇଁ ନିର୍ମାଣ କରିନାହାନ୍ତି। କାରଣ ଦାଉଦ କହିଛନ୍ତି, ଆପଣମାନେ ଜାଣନ୍ତି ମୁଁ ଭୟଙ୍କର, ଆଶ୍ଚର୍ଯ୍ୟ ଓ ଭୟଙ୍କର ଭାବରେ ନିର୍ମିତ। କଣ ଭାବୁଛନ୍ତି? କେବେ ଭାବୁଛନ୍ତି କି ଭାବିବା ଉଚିତ ଯେ ଆଶ୍ଚର୍ଯ୍ୟ କଣ, ଭୟଙ୍କର କଣ ନିର୍ମାଣ ମଣିଷର ଏ ଶରୀର। ଆଉ ତାରି ଭିତରୁ ଶୁଣନ୍ତୁ, ଆଦି ପୁସ୍ତକ 17 ପର୍ବର 13 ମାଂସ ଉପରେ ପ୍ରାଧାନ୍ୟତା ଦେଇ ଅବଶ୍ୟ ସୁନ୍ନତ ହେବ। ଯେଣୁ ପରମେଶ୍ୱରଙ୍କ ଲୋକମାନଙ୍କର ମାଂସରେ ପରମେଶ୍ୱରଙ୍କ ନିୟମର ଚିହ୍ନ ନିଶ୍ଚୟ ରହିବ। ପ୍ରିୟ ଭାଇ ଭଉଣୀ ମାନେ, ଏହା ହେଉଛି ମାଂସ ଉପରେ ଆଧାରିତ ବିଷୟବସ୍ତୁ। ଦ୍ୱିତୀୟ କଥା ଶୁଣନ୍ତୁ, ଦ୍ୱିତୀୟ ରାଜାବଳୀ 5 ପର୍ବର 10। ପ୍ରଭୁଙ୍କ ଗୌରବ ନାମ ଧନ୍ୟ ହଉ। ମାଂସରେ କଣ ହେବାର ଚାନ୍ସ ଅଛି? ଇଲିଶାୟ ନାମାନ କହିଲେ ଜର୍ଦ୍ଦନରେ 7 ଥର ସ୍ନାନ କର। ନୂଆ ମାଂସ। ପ୍ରିୟ ଭାଇ ଭଉଣୀ ମାନେ, ଟିକେ କଳ୍ପନା, ଯୋଉମାନେ ଥିଓଲୋଜିଆନ ଗଭୀର ଭାବରେ କଳ୍ପନା କରିବାର ଚାନ୍ସ ଅଛି ଯେ ପୁରୁଣା ମାଂସ, ରୋଗର ମାଂସ ନୂଆ ହେବ କେମିତି? ଆଗରୁ ଥିବାଟା, କୁଷ୍ଠ ହେବା ପୂର୍ବରୁ ଥିବାଟା ନା, ଆଉ ତାଠାରୁ ମଧ୍ୟ ଭିନ୍ନ ମାଂସ ହବ। ମାଂସରେ ଏକ ଭିନ୍ନ ନୂଆ ହେବାର ଚାନ୍ସ ଅଛି। ତୃତୀୟ କଥା ଆଇବ 33 ପର୍ବର 25 ପଦ। ପ୍ରେଜ୍ ଦ ଲର୍ଡ। ମାଂସ ସତେଜ ହେବାର ଚାନ୍ସ ଅଛି। ପ୍ରିୟ ଭାଇ ଭଉଣୀ ମାନେ, କେମିତି ନା ଯୋଉମାନେ ପରମେଶ୍ୱରଙ୍କ ଗୃହରେ ରୋପିତ, କୋଉଠି ବର୍ଦ୍ଧିତ ହେବେ? ମନେ ଅଛି? ଏମିତି ଏକା ଯୁଗ ଶେଷ ହେଇଯିବ, କୋଉଟା ଗୋଟେ ମନରେ ରହିବ, ବହୁତ ଦୁଃଖିତ ହେଇଥିବେ, କୋଉଟା ଗୋଟେ ଜବାବ ଗୋଟେ ଆସିପାରୁ ନାହିଁ। ମନେ ତାଙ୍କ ପ୍ରାଙ୍ଗଣରେ, ଘରେ ରୋପଣ ହେଲେ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ କେମିତି? ଯାହା ହେଲେ ପୁଣି ବୃଦ୍ଧ ସମୟରେ ମଧ୍ୟ ଫଳ ଉତ୍ପନ୍ନ କରିବ, ରସ ତେଜରେ ପରିପୂର୍ଣ୍ଣ ହବ, ସତେଜ ମାଂସ ହବ। ଏହା ମୋର ମାଂସର କାରଣ। ସ୍ୱାମୀ ସ୍ତ୍ରୀ ଭିତରେ ସତେଜତା ରହିବା ଦରକାର। ପ୍ରେମର ସତେଜତା, ସହାନୁଭୂତିର ସତେଜତା। କେବଳ ତାହା ନୁହେଁ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯୋଉ ମାଂସ ବୋଲି କୁହାଗଲା, ନବୀନ ମାଂସ ହେବା ଦରକାର। ନୂଆ ନୂଆ ଭାବ, ନୂଆ ନୂଆ ପ୍ରେମ, ସହାନୁଭୂତି ରହିବା ଦରକାର। ଏଇଥିପାଇଁ ସେ କହିଲେ, ଆଉ ଭାତୃଭାବ, ସ୍ୱାମୀ ସ୍ତ୍ରୀର ମିଳିତ ଭାବ ଏଭଳି ରହିବା ଦରକାର। ମୁଁ କହିବି ବର୍ତ୍ତମାନ ଅସ୍ଥିର ଅସ୍ଥି। ଅସ୍ଥି ଗୋଟେ ଲମ୍ବା ଚଉଡ଼ା କଥା। ଲମ୍ବା ଚଉଡ଼ା କଥା ମାନେ କଣ? ପରମେଶ୍ୱର ସମସ୍ତ ତାଙ୍କର ମନୋନୀତ ଲୋକମାନଙ୍କର ଅସ୍ଥିକୁ ଗୋଟିଏ ହେଲେ ମାର ପେଟରେ ସଞ୍ଚାର ହେବା ପୂର୍ବରୁ ଅସ୍ଥି ପଞ୍ଜର ପରମେଶ୍ୱରଙ୍କ ପୁସ୍ତକରେ ଲେଖା ହୋଇଥିଲା। ସେ ପରମେଶ୍ୱର ସେ ଅସ୍ଥି ପଞ୍ଜର ଦେଖିଥିଲେ। 139 15 ଜଲ୍ଦି ଜଲ୍ଦି
ଗୋପନରେ ନିର୍ମିତ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ପ୍ରଥମ କଥା ହଉଛି ମଣିଷ ଗର୍ଭରେ ତିଆରି ହେବା ପୂର୍ବରୁ ଆମର ଅସ୍ଥି ପଞ୍ଜର ପରମେଶ୍ୱରଙ୍କ ଠାରୁ ଗୁପ୍ତ ନଥିଲା। ପୁଣି ଶୁଣନ୍ତୁ, ଆଗରୁ ପରମେଶ୍ୱର ଦେଖିଛନ୍ତି ଅସ୍ଥିକୁ, ତନ୍ମଧ୍ୟରୁ ହାଡ଼ ଉପରେ ଏତେ ପ୍ରାଧାନ୍ୟତା ଅଛି ପ୍ରିୟ ଭାଇ ଭଉଣୀ ମାନେ ଯେ ତାହା ପରମେଶ୍ୱରଙ୍କ ପୁସ୍ତକରେ ଲେଖା ଥିଲା। ବହୁତ କଥା ପରମେଶ୍ୱରଙ୍କ ପୁସ୍ତକରେ ଅସ୍ଥି ଉପରେ ଲେଖା ହେବାର ପ୍ରମାଣ ଅଛି। ଆଉ ତୁମର ସମସ୍ତ ଆକୃତି ଆମର ହସ୍ତଦ୍ୱୟ ପାପୁଲିରେ ଲେଖା ହୋଇଅଛି, ଏହା ବି ଅଛି। ତେଣୁ ମୁଁ ଅସ୍ଥି ଉପରେ କହିବାକୁ ଯାଉଛି ଆପଣଙ୍କୁ ଯେ ଆଦି ପୁସ୍ତକ 50 ପର୍ବର 25 ପଦରେ ଯାହା ଅଛି, ଯାତ୍ରା 13 ପର୍ବର 19ରେ ତାହା ଅଛି। କୋଉଟା ହେଲେ ଗୋଟେ ପଢନ୍ତୁ ଯେ ଯୋସେଫକୁ ଅସ୍ଥି ତାର ନେଇ ପିତୃ ପୁରୁଷ ମାନଙ୍କ ନିକଟରେ ପୋତିବାର କାରଣ କଣ? ପରମେଶ୍ୱର ଅବଶ୍ୟ ତୁମମାନଙ୍କର ତତ୍ତ୍ୱାବଧାନ କରିବେ। ସେହି ସମୟରେ ତୁମେମାନେ ଏ ସ୍ଥାନରୁ ମୋର ଅସ୍ଥି ନେଇଯିବ। କଣ ପାଇଁ କଣ ଏ ପର୍ଯ୍ୟନ୍ତ ଭାବିଛନ୍ତି ବାଇବଲ ଉପରେ? ଆପଣ ବାଇବଲ ବିଜ୍ଞ ମାନେ, ଶିକ୍ଷକ ମାନେ, ପ୍ରଚାରକ ମାନେ କଣ ଭାବିଛନ୍ତି? କଣ ପାଇଁ ହାଡ଼ ନେବ? କିଛି କାରଣ ନଥିଲେ ହାଡ଼ କାହିଁ? କାରଣ ଏବେ ମୁଁ ଚିନ୍ତା କରିବି। ପୁଣି ଶୁଣନ୍ତୁ ହାଡ଼ର ମହତ୍ଵ। ଦ୍ୱିତୀୟ ଯାବଳି 21 ପର୍ବର 13। ଜୟ ପ୍ରଭୁ। ଆମ୍ଭେ ଯେରୁସାଲେମ ଉପରେ ସମରିଆର ରଜ୍ଜୁ ଓ ଆହବ ବଂଶର ପରମ ଟାଣିବା। ନା 13-21 ସରି ଓଲଟି ଗଲା। ସେ ସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ ଦେଖ ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। କହିଲେ ସେମାନେ ସେହି ମନୁଷ୍ୟକୁ ଇଲିଶାଇଙ୍କର କବରରେ ପକାଇ ଦିଅନ୍ତେ। ସେ ମନୁଷ୍ୟ ଇଲିଶାଇଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ଆପଣା ଚରଣରେ। କୋଉ ହିସାବରେ ଅସ୍ଥି? ଯେଣୁ ସ୍ୱାମୀର ସ୍ତ୍ରୀରେ ସ୍ତ୍ରୀ ପାଇଁ ସଜୀବ ଶକ୍ତି ରହିବା ଦରକାର, ସେ ସଜୀବ ସ୍ତ୍ରୀ ହେବା ଦରକାର। ପୁରୁଷର ସହାନୁଭୂତିରେ, ପୁରୁଷର ସମର୍ପଣରେ, ପ୍ରେମରେ, ସହାନୁଭୂତିରେ। ଅସ୍ଥି ବାଜି ଶୁଖିଲା ଅସ୍ଥି ବାଜି ସଜୀବ ହେବାରେ କଣ ଭାବୁଛନ୍ତି? କେବଳ ତାହା ନୁହେଁ, ଅସ୍ଥି ଶୁଣନ୍ତୁ ଗୀତ ସଂହିତା 35 ଗୀତର 10। ଜୟ ସର୍ବଶକ୍ତି। ମୋର ଅସ୍ଥି ସକଳ କହିବ ଏ ସଦାପ୍ରଭୁ ତୁମ୍ଭ ତୁଲ୍ୟ କିଏ ଅଛି? ତେଣୁ ଅସ୍ଥି ପୁଣି କହିବ ପରମେଶ୍ୱରଙ୍କ ତୁଲ୍ୟ କିଏ ଅଛି ବୋଲି। ପରମେଶ୍ୱରଙ୍କ ଅର୍ଥାତ୍ ପରମେଶ୍ୱରଙ୍କ ସ୍ତୁତି କରିବା, ପ୍ରଶଂସା କରିବାର ଆମର ଆଧ୍ୟାତ୍ମିକ ଜୀବନର ଅସ୍ତିତ୍ୱ ହେଉ। ପୁଣି 51-8। ଜୟ ପ୍ରଭୁ। ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ, ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥି ସବୁ ପ୍ରଫୁଲ୍ଲ ହେବ। ପରମେଶ୍ୱରଙ୍କର ବାକ୍ୟରେ ଭଗ୍ନ ଅସ୍ଥି ପ୍ରଫୁଲ୍ଲ ହେବାର ଚାନ୍ସ ଅଛି। ସେଭଳି ସ୍ତ୍ରୀର ଅସ୍ଥି କିମ୍ବା ନିରୁତ୍ସାହ, ପୁରୁଷର ନିରୁତ୍ସାହ ଅସ୍ଥି ଦୁର୍ବଳ ସ୍ତ୍ରୀ ଦ୍ୱାରା ପ୍ରଫୁଲ୍ଲ ହେବା ଦରକାର ଏବଂ ସ୍ତ୍ରୀର ଦୁର୍ବଳତା ପୁରୁଷର ଦ୍ୱାରା ପ୍ରଫୁଲ୍ଲ ହେବା ଦରକାର। ଖୁସି ରହିବା ଦରକାର, ଶାନ୍ତି ରହିବା ଦରକାର। ପୁଣି ଶୁଣନ୍ତୁ ଅସ୍ଥି ଉପରେ ପରମେଶ୍ୱରଙ୍କର ଆଶୀର୍ବାଦର ମହତ୍ଵ କଣ ଅଛି? ହିତୋପଦେଶ 15 ପର୍ବର 29। ଜୟ ସର୍ବଶକ୍ତିମାନ ପ୍ରଭୁ। ସଦାପ୍ରଭୁ ଦୁଷ୍ଟମାନଙ୍କ ଠାରୁ ଦୂରରେ ଥାନ୍ତି, ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି। ଚତୁର ଦୀପ୍ତି ମନକୁ ଆନନ୍ଦିତ କରେ, ପୁଣି ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ। ଉତ୍ତମ ସମାଚାର ପରମେଶ୍ୱରଙ୍କର ବାକ୍ୟ ହାଡ଼କୁ ପୁଷ୍ଟି କରିବ। ଏହା ପୁଷ୍ଟିକର ହେବାର ଚାନ୍ସ ଅଛି ବାକ୍ୟରେ। ସେଇଭଳି ଗୁଣ ସ୍ୱାମୀ ସ୍ତ୍ରୀ ପାଖରେ ରହିବା ଦରକାର। ଶେଷ କଥା ହେଉଛି ଆପଣଙ୍କର ଇସାୟ
58 ରାଇଟ୍। ଆଉ ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢାଇ ନେବେ, ନିତ୍ୟ ତୁମ୍ଭକୁ ପଥ କଢାଇ ନେବେ, ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ, ମରୁଭୂମି ହେଲେ ହେ ପ୍ରାଣକୁ ତୃପ୍ତ କରିବେ। ତୁମ୍ଭ ଅସ୍ଥି ସକଳକୁ ବଳିଷ୍ଠ କରିବେ। ପ୍ରିୟ ଭାଇ ଭଉଣୀ ମାନେ, ବଳିଷ୍ଠ ହେବାର ଚାନ୍ସ ଅଛି ଅସ୍ଥି ସକଳ ଭବିଷ୍ୟତରେ ମଧ୍ୟ। ପିଲାରୁ ନ ହେବାଟା ମଝିରେ ହେବାର ଚାନ୍ସ ଅଛି। ସେଭଳି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପରସ୍ପରକୁ ବଳିଷ୍ଠ କରିବା ଦରକାର, ସଜୀବ କରିବା ଦରକାର, ସତେଜ କରିବା ଦରକାର। ସହାନୁଭୂତି ସମ୍ପର୍କ ଅସ୍ଥି ସହିତ ମାଂସର ଯେମିତି ସମ୍ପର୍କ ଥାଏ, ସହଜରେ ଛାଡ଼େ ନାହିଁ, ସେଇଭଳି ସମ୍ପର୍କ ସହାନୁଭୂତିରେ ପ୍ରଭୁ ଆଜିର ସ୍ୱାମୀ ସ୍ତ୍ରୀଙ୍କୁ ସର୍ବୋପରି ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବି। ସମସ୍ତ ପ୍ରକାର ଆଶୀର୍ବାଦ ଅନୁଗ୍ରହର ଆକର ପରମେଶ୍ୱର, ମୋ ଗୌରବ ନାମ ଧନ୍ୟ ପ୍ରଭୁ, ତୁମେ କୃପା କରି ପୁଅ ଝିଅଙ୍କୁ ସ୍ୱାମୀ ସ୍ତ୍ରୀ ଭାବରେ ଯୋଡ଼ିଛ। ଆଜି ଅନେକ ସାଧୁଜନଙ୍କ ଗ୍ରହଣ ଦେଇଛ ସେମାନଙ୍କର ସାନ୍ନିଧ୍ୟରେ। ତେଣୁ ସେମାନଙ୍କର ସମସ୍ତଙ୍କ ଆଶୀର୍ବାଦ ସେମାନଙ୍କୁ ସମ୍ପୂର୍ଣ୍ଣ କରିଦିଅ। ପରିବାର ସମସ୍ତଙ୍କୁ ସୁଖ ଶାନ୍ତିର ଅନୁଭୂତି ଓ ଯଥାର୍ଥିକତାର ଅନୁଭୂତି ହେବା ପାଇଁ ଆତ୍ମିକ ଭାବରେ ଆଶୀର୍ବାଦ କର। ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କୁ ଆତ୍ମିକ, ପାରିବାରିକ, ଶାରୀରିକ ଭାବରେ ଆଶୀର୍ବାଦ କର। ଗୌରବ ମହିମା ତୁମର ହେଉ। ମଙ୍ଗଳମୟ ସ୍ୱର୍ଗୀୟ ପିତା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି, ଆମେନ୍।